ପାଣ୍ଡିଆନ ପାଇଁ ଚାଲି ଯାଉଛି ଦଳଟା ଜାଣିପାରୁନ ଆଖିରେ ଆଙ୍ଗୁଠି ଏମିତି ନେଉଛି ତଥାପି ସପୋର୍ଟ କରୁଛ ପାଣ୍ଡିଆନକୁ ଲାଜ ଲାଗୁନି ଭବିଷ୍ୟତ ତ ଦେଖିବି କ'ଣ ହବ ଲୋକେ ତ ଏଠି ବଡ଼ କହୁଥିଲ କାମ କରୁଥିଲ ବଡ଼ ବଡ଼ କଥା କହୁଥିଲ ଫୋପାଡ଼ିଲେ ତ କାଟିକି ଆଉ କୋଉଟା ଜନମତଟାକୁ ତୁମେ ବିରୋଧ କେମିତି କରିବ ମୋର ଭବିଷ୍ୟତ ମୁଁ ଯେଉଁଦିନ ଛାଡ଼ିଦେଲି ସେଦିନ ଜାଣିଛି ମୁଁ ଏଇ କଥା କହୁଛି ଆପଣମାନେ ପଚାରିଥିଲେ ସେଦିନ କାରଣ ଆପଣ ଜଗନ୍ନାଥଙ୍କ ସହିତ କଥା ହେଉଛନ୍ତି ମୁଁ କହିଲି କିଏ ଦେଖିଛି ମୁଁ କଥା ହେଉଛି ବୋଲି ତମେ କାହିଁ କଥା ହେଇପାରିବନି ହଁ ପାଣ୍ଡିଆନ ଯିବା ପୂର୍ବରୁ ମୁଁ କହିଲି ଜଗନ୍ନାଥ ତମେ ସେଠି ପ୍ରକୃତରେ ଅଛ ଏ ଲୋକଟା ଜଲ୍ଦି ହଠାତ୍ ବହୁତ କ୍ଷତି ହେଇଗଲା ଓଡ଼ିଶାର ବହୁ ଲୋକଙ୍କୁ ଆରେ କିଛି ଆଇଏସ୍ ଅଫିସର ଟର୍ଚର କରିଛନ୍ତି ତୁମେ ଆଖିରେ ଦେଖିନ ତମ ମିଡ଼ିଆରେ ସେ କିନ୍ତୁ ଆଗେ ଆଗେ ପଳାନ୍ତି ଆଚ୍ଛା ତମେ ଯେତେବେଳେ ବିଭିନ୍ନ ଆଡ଼େ ଗଲ ବୁଲିଲ ମୋତେ ବି କହିଥିଲ ହଁ ତମେ ତମକୁ ଗୋଟେ ଦେଲି ଯେ ତାକୁ କ୍ୟାବିନେଟ୍ ର୍ୟାଙ୍କ ଦେଇଦେଲି ଆରେ ବାପା ସତେ ଏମିତି ମତେ ନଥିଲି ଥରେ ବିଜୁ ପଣ୍ଡା ମୋତେ କ୍ୟାବିନେଟ୍ ର୍ୟାଙ୍କ ଦେଇଥିଲା ଆପଣ କ'ଣ କ୍ୟାବିନେଟ୍ ର୍ୟାଙ୍କ ଦେବ କିନ୍ତୁ କ'ଣ କଲ ସେଇଟା ଦେଲା ପରେ କୁଆଡ଼େ ଗଲ କାହିଁକି ସାଥିରେ ତୁମେ ଜଣେ ହେଲେ ଏମ୍ଏଲ୍ଏକୁ ତୁମେ ପେଣ୍ଡାଲୁ କହିବାକୁ ଏକୁଟିଆ କହିବ ବା 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 ଭଲ ଗଣତନ୍ତ୍ରରେ ଆମେ ତମ ଅଧୀନରେ ରହିକି ଚାକିରି କଲା ଭଳିଆ ରହିବୁ ମୁଁ କାହିଁ ରହିବି ମୁଁ କେବେ ନବୀନ ପଟ୍ଟନାୟକକୁ ଦଳ ଛାଡ଼ିନାହିଁ ମୁଁ ଦଳ ଛାଡ଼ିଥାଏ ପାଣ୍ଡିଆନ ଯୋଗୁଁ ଏବଂ ସେ ପାଣ୍ଡିଆନ ମୋତେ ଦୁଃଖ ଲାଗୁଛି ସେ ଥରେ କ୍ଷମା ମାଗିଥିଲେ ମୋତେ ଓପନଲି ମୋ ଭୁଲ ଧରନି ଭୁଲ କରିଛି ମୁଁ କହିଲି ନାଇଁ ମୋତେ ଆପଣଙ୍କ ସହିତ କୁହନ୍ତୁ ନାହିଁ ନାଇଁ ତମକୁ ଗୋଟେ ଦେଲି ଗୋଟେ ବିଭାଗ ତୁମେ ବୁଲ ଚାରିଆଡ଼େ ଗାଡ଼ି ଦେଲ ଆମକୁ ଦେଲ ଭଲ ଅଫିସଟି ବି ଦେଲ ବୁଲିଲି ତାପରେ ମୋତେ କହିଲ ନାଇଁ ଆଉ ମୋ ସାଥିରେ କେହି ଯିବେନି ମୁଁ ଯିବି ଏକୁଟିଆ ତେଣୁ ଆଜି ମୁଁ ଯେଉଁଟା କହିଲେ ମାନେ କହିବାକୁ ଚାହେଁ ମୁଁ ଯେଉଁ ଦଳରେ ଅଛି ସେ ଦଳ ମୋ ପାଇଁ କିଛି ନ କରୁ କିନ୍ତୁ ମୁଁ ମୋର କର୍ତ୍ତବ୍ୟ କରୁଛି ମୋଦିଜୀ ଭଳି ଗୋଟେ ଭାରତ ବର୍ଷ ନୁହେଁ ପୃଥିବୀର କଥା କହୁଛି ଦିନ ଆସିବ ଏଡ଼େ ବଡ଼ ମନୀଷୀ ମହାମନୀଷୀ ଅରବିନ୍ଦ ଯାହା କହିଥିଲେ ବା ବିବେକାନନ୍ଦ ପୂଜ୍ୟ ଏତେ ବଡ଼ ସନ୍ଥ ସାଧୁ ଯେଉଁମାନେ ସବୁ କହିଥିଲେ ସେଇଟା ହିଁ ସତ ହେଲା ଦିନ ଆସିବ ସାରା ପୃଥିବୀକୁ ରାତ କରିବ ଭାରତ ବର୍ଷ ଭବିଷ୍ୟତ ତ ଦେଖିବି କ'ଣ ହବ ଲୋକେ ତ ଏଠି ବଡ଼ କହୁଥିଲ କାମ କରୁଥିଲ ବଡ଼ ବଡ଼ କଥା କହୁଥିଲ ଫୋପାଡ଼ିଲେ ତ କାଟିକି ଆଉ କୋଉଟା ଜନମତଟାକୁ ତୁମେ ବିରୋଧ କେମିତି କରିବ ପାର୍ଟିର ଆଦୌ ଚାଲିନାହିଁ ଠିକ୍ଠାକ୍ ପାର୍ଟି ଚାଲିନାହିଁ ତେଣୁ ଠିକ୍ଟାକୁ କିଛି ଠକ ଠିକ୍ କହିଦେବେ ପାଣ୍ଡିଆନ ଭଳିଆ ଲୋକ ଆସିବେ ତାଙ୍କ ଭଳିଆ ଆଉ ନାହାନ୍ତି କି ଇଏ ଭାରତ ବର୍ଷରେ ବୁଝିଲେ ଆଉ ତାଙ୍କୁ ମୁଁ କାହିଁକି ବିରୋଧ କରିକି ଲାଭଟା କ'ଣ ହବ ବିରୋଧ କରିଛି ସ୍ପଷ୍ଟ ଭାବରେ କରୁଛି ଆଉ ସେସବୁ ଦୃଷ୍ଟିକୋଣକୁ ଦେଖିଲେ ଆପଣମାନେ ଯେତେବେଳେ ଆସିଛନ୍ତି ମୁଁ ଡାକିଲି ଆପଣଙ୍କୁ ପଳେଇ ଆସିଛନ୍ତି ମୁଁ ବାହାର କରୁଛି ତମେ ଡାକିଥିଲ ଧର ମିଛ କିନା ଲେଖା ହେଇଛି ମୁଁ କାହିଁକି ତମେ ଡାକିବି ତମେ ଏମିତି ଆସ ଯୁଆଡ଼େ ଯେତେବେଳେ ଡାକ ରାସ୍ତାଘାଟ ମୁଁ ଆଭଏଡ଼ କରେ ନା ବିଜେଡି ଭାଙ୍ଗିବ ଭାଙ୍ଗି ତ ଗଲାଣି ଆଉ ଭାଙ୍ଗିବ କ'ଣ ଦାୟିତ୍ୱ ପାଣ୍ଡିଆନ ଆଉ କିଏ ଦାୟୀ ପାଣ୍ଡିଆନ କ'ଣ ଗୋଟେ ମୁଖ୍ୟମନ୍ତ୍ରୀ କ'ଣ ପାଣ୍ଡିଆନ ପାଇଁ ନେଉଛ ଏପର୍ଯ୍ୟନ୍ତ ବି ତମର ସହିନି ଯାହା ତା ବିରୁଦ୍ଧରେ କହିଦେଉଛ ଗୋଟେ ସେ ପ୍ରଭାତ କହିଲେ ଯେ ତା ବିରୁଦ୍ଧରେ ତୁମେ କହୁଛ କାହିଁ କହୁଛ ତାର କହିବାର ଅଧିକାର ଅଛି ମୁଁ ସ୍ପଷ୍ଟ ଭାବରେ କହିବାକୁ ଚାହେଁ କି ଗୋଟେ କହିବା ଅର୍ଥ ନୁହେଁ ଯେ ତା ବିରୁଦ୍ଧରେ ତମେ ଲାଗିଯିବ ମୋ ବିରୁଦ୍ଧ କିଛି ନାହିଁ କ'ଣଟା ଲାଗିବ ମୁଁ କହିବି ଠୋଡ଼ା ହେବି ପାଣ୍ଡିଆନ ପାଇଁ ଚାଲି ଯାଉଛି ଦଳଟା ଜାଣିପାରୁନ ଆଖିରେ ଆଙ୍ଗୁଠି ଏମିତି ନେଉଛି ତଥାପି ସପୋର୍ଟ କରୁଛ ପାଣ୍ଡିଆନକୁ ଲାଜ ଲାଗୁନି ମୋର ସାଙ୍ଗ ବନ୍ଧୁଗୁଡ଼ା ଯଦି ଅପୋଜ କରୁଛନ୍ତି ମୁଁ ଯେଉଁ କଥାଟା କହୁଥିଲି ଶୁଣୁନଥିଲ ମୁଁ ପ୍ରଥମେ ସୁରିବା ଆରମ୍ଭ କଲି ପାଣ୍ଡିଆନ ବିରୁଦ୍ଧରେ କେହି ଶୁଣୁନାହାନ୍ତି ମୁଁ ବି କାହାକୁ ଡରିଲିନି ମୁଁ ଯେମିତି ଅଛି ସେମିତି କାମ କରୁଛି ପ୍ରସନ୍ନ ପାଠଶାଣୀ ଥିଲେ ମଜାଟା ହେଉଥାନ୍ତା ଆଉ ତ ଯିବାର ନାହିଁ ମୋତେ ଡାକିଥିଲେ ଜଣେ ବନ୍ଧୁ ଆସ ତମେ ଦଳ ତିଆରି କରି ଆଉ ଆମ ସାଙ୍ଗରେ ସବୁ ଆସ ମୁଁ କହିଲି ନ ଗଙ୍ଗତଃ ପୁନର୍ବିକଳ୍ପମ୍ ଗଙ୍ଗ ତ ବେଙ୍ଗ ଯେମିତି ଆଉ କୂଅ ଭିତରକୁ ଆଉ ଥରେ ବାହାରିକି ଆଉ ପଶିଲା ନାହିଁ ମୁଁ ଭାଇ ସେ କଥା କର